নমস্কার দর্শক বন্ধু, জয় জগন্নাথ। পবিত্র মাঘ পূর্ণিমা উপলক্ষে আপনার অনেক অনেক শুভেচ্ছা ও শুভ অভিনন্দন। চলিত ইংরাজী 2026 মସିହା ফেব্রুয়ারি মাস 1 তারিখ রবিবার দিন পুরপল্লী মাঘ পূর্ণিমা পালন করা মাঘ মাসর সমাপ্তি দিন রহিব। ଏହି ଦିନ ଅଗ୍ନି ଉତ୍ସବ ମଧ୍ୟ ପୁରପଲ୍ଲୀରେ ପାଳନ କରାଯିବ। ଏହି ଦିନ ଆପଣଙ୍କ ରାଶିରେ କିଭଳି ଶୁଭ ଅଶୁଭ ଫଳ ଗୁଡ଼ିକ ପ୍ରାପ୍ତି ହେବ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ, ମାଘ ପୂର୍ଣ୍ଣିମା ରହୁଥିବାରୁ ଆପଣ ପ୍ରାତଃ ସ୍ନାନ କରନ୍ତୁ। ଦାନ ପୁଣ୍ୟ ପାଇଁ ଦିନଟିଏ ରହିଥାଏ। ଏହି ଦିନ ଆପଣ ଚନ୍ଦ୍ରଦେବଙ୍କର ଉପାସନା କରିବେ, ଶ୍ରୀହରି ବିଷ୍ଣୁଙ୍କର ଉପାସନା କରିବେ, ମା ଲକ୍ଷ୍ମୀଙ୍କର ଉପାସନା କରିବେ ଏବଂ ଭୋଳା ଶଙ୍କରଙ୍କ ପାଖରେ ଆପଣ ଜଳାଭିଷେକ ଇତ୍ୟାଦି କଲେ ପୁଣ୍ୟ ଫଳ ମିଳିଥାଏ। ପ୍ରାତଃ ସ୍ନାନ ଆପଣ ବିଶେଷ କରି ପବିତ୍ର ନଦୀମାନଙ୍କରେ କରନ୍ତୁ, ଶୁଭ ଫଳ ଗୁଡ଼ିକ ଆପଣଙ୍କୁ ମିଳିବ। ଏହି ଦିନ ପ୍ରାତଃ ସ୍ନାନ କଲା ପରେ ଆପଣ ଶ୍ରୀହରି ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ ଏବଂ ମହାଦେବଙ୍କ ପାଖରେ ଜଳାଭିଷେକ କରନ୍ତୁ, ଶୁଭ ଫଳ ଆପଣଙ୍କୁ ମିଳିବ। ମା ଲକ୍ଷ୍ମୀଙ୍କ ପାଖରେ ଆପଣ କ୍ଷୀରି ଭୋଗ ଲଗାନ୍ତୁ, ଶୁଭ ଫଳ ମିଳିବ। ବେଲ ଗଛ ପାଖରେ ମଧ୍ୟ ପୂଜା ଅର୍ଚ୍ଚନା କଲେ ଶ୍ରୀ ଲକ୍ଷ୍ମୀ ମଧ୍ୟ ବୃଦ୍ଧି ହୋଇଥାଏ। ଏହି ଦିନ କର୍କଟ ରାଶିରେ ଚନ୍ଦ୍ରଙ୍କର ସ୍ଥିତି ଅହୋରାତ୍ର ରହିବ। ଚନ୍ଦ୍ର ତାଙ୍କ ସ୍ୱରାଶିରେ ରହିବେ, ଯାହାଫଳରେ ଅନେକ ରାଶିରେ ଚନ୍ଦ୍ର ଶୁଭ ଫଳ ଗୁଡ଼ିକ ପ୍ରଦାନ କରିବେ। ମାଘ ପୂର୍ଣ୍ଣିମା ଦିନ ଦାନ ପୁଣ୍ୟର ଦିନଟିଏ ରହୁଥିବାରୁ ଆପଣ ଏହି ଦିନ ଗହମ, ଗୁଡ଼, କ୍ଷୀର, ଧଳା ବସ୍ତ୍ର ଇତ୍ୟାଦି ଦାନ ଦିଅନ୍ତୁ। ଗରିବ ଅସହାୟ ଲୋକଙ୍କୁ ଆପଣ ଭୋଜନ ଦାନ ଦିଅନ୍ତୁ, ଶୁଭ ଫଳ ଗୁଡ଼ିକ ଆପଣଙ୍କୁ ମିଳିବ। ମାଘ ପୂର୍ଣ୍ଣିମା ଦିନ ପୁରପଲ୍ଲୀର ଭିନ୍ନ ଭିନ୍ନ ମନ୍ଦିରରେ ବିଭିନ୍ନ ପ୍ରକାର ପୂଜାର ରୀତିନୀତି ହୋଇଥାଏ। ରାତ୍ରିରେ ଗାଁ ମାନଙ୍କରେ, ସହରାଞ୍ଚଳରେ ଏବଂ ପୁରପଲ୍ଲୀରେ ଅଗ୍ନି ଉତ୍ସବ ପାଳନ କରାଯାଇଥାଏ ଏବଂ ଏହି ଦିନଠାରୁ ଧୀରେ ଧୀରେ ଶୀତର ପ୍ରକୋପ କମିବ ଏବଂ ଉତ୍ତାପ ମଧ୍ୟ ବୃଦ୍ଧି ହେବ, ଗରମ ବୃଦ୍ଧି ହେବାର ସମ୍ଭାବନା ବଢ଼ିଥାଏ। ଦର୍ଶକ ବନ୍ଧୁ, ମାଘ ପୂର୍ଣ୍ଣିମା ଦିନ ଆପଣଙ୍କ ରାଶିରେ ଶୁଭ ସ୍ଥିତି କ'ଣ ରହିଛି ଆସନ୍ତୁ ସେ ବିଷୟରେ ଆମେ ଜାଣିବା। ମାଘ ପୂର୍ଣ୍ଣିମା ଦିନ କର୍କଟ ଚନ୍ଦ୍ର ଅହୋରାତ୍ର ଭୋଗ ହେବ। ବାର ରବିବାର ରହୁଥିବାରୁ ମେଷ ରାଶିର ଘାତବାର ରହିବ। ଏହି ଦିନ ଘାତ ଚନ୍ଦ୍ର ନାସ୍ତି ରହିବ। ରାହୁ କାଳ ଦିବା 4:16 ଠାରୁ ସନ୍ଧ୍ୟା 5:41 ପର୍ଯ୍ୟନ୍ତ ଭୋଗ ହେବ। ଏହା ଏକ ଅଶୁଭ ସମୟ ଅଟେ। ଅମୃତ ବେଳା ଯଦି ଦେଖିବା, ଦିନ 7:06 ଠାରୁ ଦିନ 10:07 ପର୍ଯ୍ୟନ୍ତ, ତତ୍ପରେ ରାତ୍ର 8:13 ଠାରୁ ରାତ୍ର 10:45 ମଧ୍ୟରେ ଅମୃତ ବେଳା ଭୋଗ ହେବ। ଦର୍ଶକ ବନ୍ଧୁ, ପ୍ରାତଃ ସମୟରେ ଯେଉଁ ଅମୃତ ବେଳା ରହୁଛି ଦିବା 7:06 ଠାରୁ ଦିନ 10:07 ମଧ୍ୟରେ ଆପଣ ଦାନ ପୁଣ୍ୟର କାର୍ଯ୍ୟ ଗୁଡ଼ିକ କରିବେ। ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା ଘରେ କରିବେ। ଏହି ଦିନ ମାଙ୍କ ପାଖରେ କ୍ଷୀରି ଭୋଗ ଲଗାଇବେ। ଯେଉଁମାନଙ୍କର ଚନ୍ଦ୍ର ରିଷ୍ଟ ରହିଛି ସେମାନେ ସନ୍ଧ୍ୟା ସମୟରେ ଚନ୍ଦ୍ରଦେବଙ୍କ ଉଦ୍ଦେଶ୍ୟରେ କ୍ଷୀରର ଅର୍ଘ୍ୟ ଗୁଡ଼ିକ ଦେବେ। ବିଶେଷ କରି ଯଦି ଆପଣଙ୍କର ଜନ୍ମଜାତକରେ ଚନ୍ଦ୍ର ଅଶୁଭରେ ରହିଥାନ୍ତି, ମାନସିକ ସ୍ଥିତି ଖରାପ ରୁହେ, ବିଭିନ୍ନ ସମୟରେ ଦୁଶ୍ଚିନ୍ତା ଆସିଥାଏ, ରାତିରେ ଭଲ ଭାବରେ ନିଦ ହୋଇନଥାଏ ଏବଂ ଜଳ ତତ୍ତ୍ୱକୁ ନେଇ ବିଭିନ୍ନ ଡିଷ୍ଟର୍ବାନ୍ସ ମଧ୍ୟ ଶରୀରରେ ଦେଖାଯାଇଥାଏ। ଥଣ୍ଡା ସର୍ଦ୍ଦି ମଧ୍ୟ ଶରୀରରେ ବୃଦ୍ଧି ପାଇଥାଏ। ଚନ୍ଦ୍ର ଦୁର୍ବଳ ହୋଇଗଲେ ମନ ମଧ୍ୟ ଗୋଟେ ବ୍ୟକ୍ତିର ଦୁର୍ବଳ ହୋଇଯାଏ। ସେଥିପାଇଁ ଆପଣ ପ୍ରତ୍ୟେକ ସୋମବାର ଦିନ ମହାଦେବଙ୍କ ପାଖରେ ଜଳାଭିଷେକ କରନ୍ତୁ। ପୂର୍ଣ୍ଣିମା ଦିନ ଜଳାଭିଷେକ କରିବା ସହିତ ସନ୍ଧ୍ୟା ସମୟରେ ଆପଣ ଚନ୍ଦ୍ରଦେବଙ୍କ ଉଦ୍ଦେଶ୍ୟରେ କ୍ଷୀରର ଅର୍ଘ୍ୟ ଇତ୍ୟାଦି ଦିଅନ୍ତୁ। ଛୋଟ ଛୋଟ ପିଲାମାନଙ୍କ ପାଇଁ ମା' ମାନେ ଏସବୁ ଉପାୟ ଗୁଡ଼ିକ କରିଥାନ୍ତି। ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ମାଘ ପୂର୍ଣ୍ଣିମା ଦିନ ଆପଣଙ୍କ ରାଶିରେ କିଭଳି ଶୁଭ ଅଶୁଭ ଫଳ ଗୁଡ଼ିକ ପ୍ରାପ୍ତି ହେବ, କେଉଁ ରାଶିରେ ଅଧିକ ଶୁଭ ରହିବ। ମାଘ ପୂର୍ଣ୍ଣିମା ଦିନ ଚନ୍ଦ୍ର ତାଙ୍କ ସ୍ୱରାଶି କର୍କଟ ରାଶିରେ ଅବସ୍ଥାନ କରିବେ। ତେଣୁ ଏହି ଦିନ ବୃଷ ରାଶି, ମିଥୁନ ରାଶି, କର୍କଟ ରାଶି, କନ୍ୟା ରାଶି, ତୁଳା ରାଶି, ବିଛା ରାଶି, ମକର ରାଶି, କୁମ୍ଭ ରାଶି ଓ ମୀନ ରାଶି, ଏ 9ଗୋଟି ରାଶିରେ ସର୍ବାଧିକ ଶୁଭ ଫଳ ମିଳିବାକୁ ଯାଉଛି। ବିଶେଷ କରି ଏ 9ଗୋଟି ରାଶିମାନଙ୍କ ମଧ୍ୟରୁ ଆମେ ଯଦି ଦେଖିବା, କନ୍ୟା ରାଶିର ବ୍ୟକ୍ତିମାନେ ଅଧିକ ଲାଭବାନ ହେବେ। ତୁଳା ରାଶିର ବ୍ୟକ୍ତିମାନେ କ୍ୟାରିୟରରେ
ବହୁତ ଅଗ୍ରଗତି କରିବାର ସମ୍ଭାବନା ରହିଛି। ମକର ରାଶିର ବ୍ୟକ୍ତିମାନେ ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବେ। କର୍କଟ ରାଶିର ବ୍ୟକ୍ତିମାନେ ଶୁଭ କାର୍ଯ୍ୟରେ ଯୋଗଦାନ ଦେବେ, କିଛି ଶୁଭ ଖବର ମଧ୍ୟ ପାଇପାରନ୍ତି। ମିଥୁନ ରାଶିର ବ୍ୟକ୍ତିମାନେ ଯେମିତି ଆୟ କରିବେ ସେମିତି ମଧ୍ୟ ଖର୍ଚ୍ଚ କରିବେ। ବୃଷ ରାଶିର ବ୍ୟକ୍ତିମାନେ କୌଣସି ଛୋଟ ମୋଟ ସ୍ଥାନକୁ ଯାତ୍ରା କରିବେ। ଲାଇଫରେ କିଛି ପରିବର୍ତ୍ତନର ଯୋଗ ରହିଛି, ପରିଶ୍ରମ ଅନୁସାରେ ସେମାନଙ୍କୁ ଫଳ ମଧ୍ୟ ମିଳିବ। କୁମ୍ଭ ରାଶିର ବ୍ୟକ୍ତିମାନେ ଚାକିରି କ୍ଷେତ୍ରଠାରୁ ଆରମ୍ଭ କରି ବାଦ ବିବାଦ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆରୋଗ୍ୟତା ଲାଭ କରିବେ। ମୀନ ରାଶିର ବ୍ୟକ୍ତିମାନେ ମଧ୍ୟ କିଛି ଶୁଭ ସମ୍ବାଦ ପାଇପାରନ୍ତି। ଅନ୍ୟଥା ଅନ୍ୟାନ୍ୟ ଯେଉଁ ରାଶି ଗୁଡ଼ିକ ରହିଲା ଯଥା ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ପାରିବାରିକ ଅଶାନ୍ତି କଳହ ଯୋଗ କିଛି ରହୁଥିବାରୁ ଆପଣ ଏହି ଦିନ ସତର୍କ ହୋଇ ପ୍ରତ୍ୟେକ କାର୍ଯ୍ୟ କରିବେ। ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଖର୍ଚ୍ଚ ବୃଦ୍ଧି ବ୍ୟୟ ବୃଦ୍ଧି ଲାଗି ରହିବ। ସ୍ୱାସ୍ଥ୍ୟ ହାନିର ମଧ୍ୟ ଯୋଗ ଅଧିକ ରହିଛି। ହଠାତ୍ ଦୂର ସ୍ଥାନକୁ ଯାତ୍ରା ମଧ୍ୟ କରିପାରନ୍ତି। ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅଷ୍ଟମରେ ଚନ୍ଦ୍ରଙ୍କର ସ୍ଥିତି ରହୁଥିବାରୁ ବାଧା ପ୍ରତିବନ୍ଧକ ଉପୁଜିବ। ଆପଣ କିଛି ଦୁଃସମ୍ବାଦ ବା କିଛି ଅଶୁଭ ଖବର ମଧ୍ୟ ପାଇପାରନ୍ତି। ସ୍ୱାସ୍ଥ୍ୟ ଖରାପ ରହିବ, ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ପରିଶ୍ରମ ଲାଗି ରହିବ। ଖର୍ଚ୍ଚ ବୃଦ୍ଧି ବ୍ୟୟ ବୃଦ୍ଧି ଅଧିକ ଲାଗି ରହିବାର ସମ୍ଭାବନା ରହିଛି। ତେଣୁ ଦର୍ଶକ ବନ୍ଧୁ, ମାଘ ପୂର୍ଣ୍ଣିମା ଉପଲକ୍ଷେ ଆମେ 12ଗୋଟି ରାଶିର ଫଳାଫଳ ଜାଣିଲେ। ଏହି ଦିନଟି ଅତ୍ୟନ୍ତ ଶୁଭ ଦିନ ରହୁଥିବାରୁ ଘରେ ଏବଂ ବାହାରେ ଭିନ୍ନ ଭିନ୍ନ ଶୁଭ କାର୍ଯ୍ୟ ଗୁଡ଼ିକ ଆପଣ କରିବା ଆବଶ୍ୟକ। ଆଶା କରେ ଛୋଟିଆ କାର୍ଯ୍ୟକ୍ରମଟି ଆପଣଙ୍କୁ ଭଲ ଲାଗିଥିବ। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବେ। ଆଜି ତ ସମୟ ହୋଇଯାଇଛି, ଆଜି ପାଇଁ ଏତିକି। ନମସ୍କାର, ଜୟ ଜଗନ୍ନାଥ, ଧନ୍ୟବାଦ।